ରାତି ବଢ଼ି ଚାଲିଥିଲା। ମୋ ଦେହର ତାତି ବି ବଢ଼ି ବଢ଼ି ଚାଲିଥିଲା। ମୋତେ ଉପଭୋଗ କରିବାକୁ ଆସିଥିବା ଯୁବକଟା ମୁହଁ ବୁଲେଇ ସେମିତି ବସି ରହିଥିଲା। ମୋତେ ଲାଗିଲା ନୂଆ ନୂଆ ଏଇ କାମ କରିବାକୁ ଆସିଛି ବୋଲି ବୋଧେ ସେଥିପାଇଁ ଲାଜ କରୁଛି। ମୁଁ ଧ୍ୟାନ ନ ଦେଇ ହୋଟେଲ ରୁମ୍ର ଟିଭିକୁ ଦେଖି ଚାଲିଲି। ହେଲେ ମୋ ଦେହର ସେ ନିଆଁ ଥରେ ଲାଗିଲେ ଲିଭିବା ସମ୍ଭବ ନଥିଲା। କହିଲି, ଓ ବାବୁ, ପଇସା ଦେଇକି ଆସିଛ କ'ଣ ଏଠି ମୁହଁକୁ ତଳବ କରି ବସିବାକୁ? ସେପଟୁ କିଛି ଉତ୍ତର ଆସିନଥିଲା। ପୁଣି କିଛି ସମୟର ନୀରବତା ପରେ ତାକୁ ପୁଣି ପଚାରିଲି, କ'ଣ ହେଲା? ଯଦି କିଛି କରିବାର ନାହିଁ ଖାଲି ଖାଲି ଏତେ ଟଙ୍କା ଦେଇ ମୋ ସହ ରାତି କାଟିବାକୁ କାହିଁକି ଆସିଛ? ସେପଟୁ ଉତ୍ତର ଆସିଲା, ସତରେ କ'ଣ ମୋ ସହ ତୁ ରାତି କାଟିପାରିବୁ ରିଙ୍କି? ହଠାତ୍ ତା ପାଟିରୁ ମୋ ନାଁ ଶୁଣି ଚମକି ପଡ଼ିଲି। ଏ କଣ୍ଠ ତ ପରିଚିତ ଲାଗୁଛି। ମୋ ନାଁଟା ଇଏ କେମିତି ଜାଣିଲା? କାମନାର ନିଆଁରେ ଜଳୁଥିବା ଦେହଟା ଯେମିତି କିଛି କ୍ଷଣରେ ଶାନ୍ତ ହୋଇଯାଇଥିଲା। ପଚାରିଲି, କିଏ ତମେ? ମୋ ନାଁ କେମିତି ଜାଣିଲ? ରିଙ୍କି, ମୁଁ ସିଏ ଯିଏ ଦିନେ ତମକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା। ରିଙ୍କି, ମୁଁ ସିଏ ଯିଏ ଦିନେ ତମ ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲା। ରିଙ୍କି, ମୁଁ ସିଏ ଯିଏ ଦିନେ ତମକୁ ପାଇବାକୁ ସବୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିଲା। ହେଲେ ଆଜି ତମେ ଏମିତି ଅବସ୍ଥାରେ। ସେଦିନ ମୁଁ ତୁମକୁ ଅନେକ ଖୋଜିଛି ରିଙ୍କି, ହେଲେ କେଉଁଠି ପାଇନି। ତାର ଏ କଥାରୁ ଜାଣିଗଲି ସେ ଆଉ କେହି ନୁହେଁ, ସମ୍ବିତ ବୋଲି। ସାୟଦ ସେ ମୋ ମୁହଁକୁ ଦେଖିବାକୁ ସାହସ ଜୁଟେଇ ପାରୁନଥିଲା। ସେ ସେମିତି ମୁହଁକୁ ସେପଟୁ କରି କଥା ହେଇ ଚାଲିଥିଲା। ମୁଁ ବି ତା ମୁହଁରେ ମୁହଁ ମିଶାଇ କଥା ହେବାକୁ ସାହସ ନଥିଲା। ସେଥିପାଇଁ ତଳକୁ ମୁହଁ କରି କଥା ହେଉଥିଲି। ୟାରି ଭିତରେ କିଛି ସମୟର ନୀରବତା। ସେ ଏମିତି କିଛି ପ୍ରଶ୍ନ ପରେ ପ୍ରଶ୍ନ ମୋତେ ପଚାରି ଚାଲିଥିଲା। ସାୟଦ ସେସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ସକ୍ଷମ ନଥିଲି ବୋଲି ନୀରବରେ ବସିଯାଇଥିଲି। ହଠାତ୍ ବୁଲି ପଡ଼ିଲା ଆଉ ପାଖକୁ ଆସି କହିଲା, କ'ଣ ହେଲା ରିଙ୍କି? କିଛି ଉତ୍ତର ଦେଲନି ଯେ? କ'ଣ ଉତ୍ତର ଦେବି ସମ୍ବିତ? ଯେଉଁ ପ୍ରଶ୍ନର ଉତ୍ତର ଖାଲି ଯନ୍ତ୍ରଣା ଦେବ ସେ ପ୍ରଶ୍ନର ଉତ୍ତର ମୁଁ ଦେବାକୁ ଚାହୁଁନି। ତମ ସହ ସେଦିନ କ'ଣ ଘଟିଥିଲା? ତମ ସହ ସେଦିନ କ'ଣ ଘଟିଥିଲା ଯେଉଁଥିପାଇଁ ସେଇଟା ଆମର ଶେଷ ଦେଖା ଥିଲା? ଆଉ ଆଜି ତମକୁ ଏମିତି ଅବସ୍ଥାରେ ପାଇଲି। କ'ଣ ଥିଲା ତମର ପ୍ରକୃତ ପରିଚୟ? କାହିଁକି ସେଦିନ ମୋଠୁ ଲୁଚି ଲୁଚି ପଳେଇ ଆସିଥିଲ? କାହିଁକି ଆଜି ଏମିତି ଦେହ ବ୍ୟବସାୟ କରୁଛ? ଆରେ ବାପରେ, ଏତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ବଦଳରେ ମୋ ଆଖିରେ ଖାଲି ଲୁହ ଛଡ଼ା ଆଉ ଯେମିତି କିଛି ନଥିଲା। ଅନେକ ରାତି ହେଇଯାଇଥିଲା ଆଉ ସମ୍ବିତ ଖାଲି ଉତ୍ତର ପରେ ଉତ୍ତର ଖୋଜି ଚାଲିଥିଲା। ଶେଷରେ ସେଇ ଲୁହ ଭିଜା ଆଖିର ବାଷ୍ପରୁଦ୍ଧ କଣ୍ଠରେ କହିଥିଲି, ପ୍ଲିଜ୍ ସମ୍ବିତ, ଚୁପ୍ କର। ତମ ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି, ହେଲେ ମୁଁ ଦେବାକୁ ଚାହୁଁନି। ହଠାତ୍ ସମ୍ବିତ ରାଗିଯାଇ କହିଲା, ହେଲେ କାହିଁକି ଦେବନି ରିଙ୍କି? ମୁଁ ବି କହିଲି, ସେଇଟା ବି ମୁଁ ଜାଣିନି ସମ୍ବିତ। ହଁ, ମୁଁ ଜଣେ ଦେହଜୀବୀ। ହଁ, ମୁଁ ପ୍ରତାରଣା ଦେଇଛି। ହଁ, ମୁଁ ଭୁଲ କରିଛି। ୟାଠୁ ଆଗକୁ କିଛି କହିବା ସମ୍ଭବ ନୁହେଁ ସମ୍ବିତ। କାହିଁକି ସମ୍ଭବ ନୁହେଁ ରିଙ୍କି? ତମ ପାଇଁ ମୁଁ ଜୀବନ ସାରା ଜଳି ଜଳି ମରୁଛି। ଆଉ ଆଜି ତମ ଠିକଣା ପାଇବା ପରେ ତମକୁ ଏଇ ବାହାନାରେ ଦେଖା କରିବାକୁ ଆସିଛି। ହେଲେ ତମେ ମୋତେ ସବୁ କହିବା ବଦଳରେ ନିଜ ଭିତରେ ସେସବୁ କଥାକୁ ରଖି ଯନ୍ତ୍ରଣା ପାଇ ଚାଲିଛ। କାହିଁକି ରିଙ୍କି? କ'ଣ ପାଇଁ? ନାହିଁ ସମ୍ବିତ, କିଛି କଥା ଏମିତି ଥାଏ ନିଜ ଭିତରେ ରଖି ଯନ୍ତ୍ରଣା ପାଇବାକୁ ଭଲ ଲାଗେ। କିଛି କଥା ଏମିତି ଥାଏ ପ୍ରକାଶ କରିଦେଲେ ଅନ୍ୟମାନଙ୍କର ଅସଲ ଚେହେରା ବାହାରକୁ ଆସିଯାଏ ସମ୍ବିତ। ରିଙ୍କି ପ୍ଲିଜ୍, କିଏ ସେ ଚେହେରା ଯାହା ପାଇଁ ତମର ଏ ଅବସ୍ଥା? ପ୍ଲିଜ୍ କୁହ। ଶୁଣିପାରିବ ସମ୍ବିତ? ଧୈର୍ଯ୍ୟ ଅଛି ତମର? ଯଦି ଅଛି ତେବେ ଶୁଣ। ମୋର ଏ ଅବସ୍ଥା ପାଇଁ କେବଳ ତମ ବାପା ଆଉ ମୋ ମା ହିଁ ଦାୟୀ। କ'ଣ ହେଲା ସମ୍ବିତ? ଚମକି ପଡ଼ିଲ ଯେ? ସତଟା ହଜମ ହେଲାନି ବୋଧେ? ହଁ, ସେଦିନ ତମ ଘରୁ ତମ ବାପାଙ୍କୁ ଭେଟ କରି ଆସିବା ପରେ ତମେ ମୋତେ ଆମ ଘର ବାହାରେ ଛାଡ଼ିକି ଚାଲିଗଲ। ଆଉ ମୁଁ ଭିତରକୁ ଯାଇ ଦେଖିଲି ତମ ବାପା ଆଉ ମୋ ମା ଗୋଟେ ବେଡ଼୍ରେ ଉଭୟ ଉଲଗ୍ନ ହେଇ ନିଜ ଦେହର କାମନାକୁ ମେଣ୍ଟେଇ ଚାଲିଛନ୍ତି। ସେଦିନ ମୁଁ ଜାଣିବାକୁ ପାଇଲି ମୋ ମା ଗୋଟେ ଦେହଜୀବୀ ବୋଲି। ଆଉ ତମ ବାପା ଯେତେବେଳେ ଜାଣିଲେ ମୁଁ ଏଇ ଦେହଜୀବୀର ଝିଅ ବୋଲି, ସେ ମୋ ମାଆକୁ ଟଙ୍କା ଦେଇ ମୋତେ କିଣିବାକୁ ଚେଷ୍ଟା କଲେ। ହେଲେ ମୋତେ ଏ ବିଷୟରେ ଟିକିଏ ବି କିଛି ଜଣା ନଥିଲା। ମୋ ମା ମୋତେ ଏକ ସୁନସାନ ଜାଗାରେ ଥିବା ଫାର୍ମ ହାଉସ୍କୁ ନେଇଗଲେ, ଯେଉଁଠି ତମ ବାପା ମୋ ମାଆକୁ ଅନେକ ଟଙ୍କା ଦେଇ ଅପେକ୍ଷା କରିଥିଲେ। ମୋ ମାଆକୁ ଟଙ୍କା ଦରକାର ଥିଲା ଆଉ ତମ ବାପାକୁ ଯୌନ ସୁଖ। ଏସବୁ ଜାଣିବା ପରେ ସହିପାରିଲିନି। ଚିଲେଇଲି, ଚିତ୍କାର କଲି, କାନ୍ଦି ଚାଲିଲି। ତମ ବାପା ଗୋଡ଼ ତଳେ ପଡ଼ି ନେହୁରା ବି ହେଲି। ହେଲେ କିଛି ଲାଭ ହେଲାନି ସମ୍ବିତ। ସେଇ ସୁନସାନ ଜାଗାରେ ମୋ ଚିତ୍କାର କେହି ଶୁଣିପାରିଲେ ନା ମୋ ନେହୁରା ଆଉ କାନ୍ଦ ତମ ବାପା ହୃଦୟକୁ ବଦଳେଇ ପାରିଲା। ସେମିତି ଛାଟିପିଟି ହେଇ ଚାଲିଥିଲି ଆଉ ତମ ବାପା ମୋତେ ଉପଭୋଗ କରି ଚାଲିଥିଲେ। ସବୁକିଛି ସରିଯାଇଥିଲା। ଦିନେ ଯାହା ବୋହୂ ହୋଇଥାନ୍ତି ଆଜି ତାର ଶିକାର ହେଲା ପରେ ତମକୁ କୋଉ ମୁହଁ ଦେଖେଇଥାନ୍ତି ସମ୍ବିତ? ମୁଁ କୁଆଡ଼େ ଗୋଟେ ଦେହଜୀବୀର ଝିଅ। ତାଙ୍କ ବୋହୂ ହେବାକୁ ଯୋଗ୍ୟତା ନାହିଁ। କେବଳ ତମ ବାପାଙ୍କ ଯୌନ ଲାଳସାକୁ ମେଣ୍ଟାଇବା ପାଇଁ ମୁଁ କୁଆଡ଼େ ଯୋଗ୍ୟ ବୋଲି କହିଲେ। ମୋତେ ସହର ଛାଡ଼ି ଚାଲିଯିବାକୁ ବାଧ୍ୟ କରାଗଲା।
ମୋ ମାଆକୁ ମୋଟା ଅଙ୍କର ଟଙ୍କା ଦେଇ ମୋତେ ଅନେକ ଦୂରକୁ ପଠେଇ ଦିଆଗଲା। ଆଉ ଏ ମୁହଁ ତ ତୁମକୁ ଦେଖାଇ ପାରିବିନି। ଭାବିଲି ଏ ସହରଠୁ ଅନେକ ଦୂରକୁ ଚାଲିଯିବି। ମୋ ମାଆ ତାର ଜଣେ ସମ୍ପର୍କୀୟ ସହିତ ଯୋଗାଯୋଗ କରି ମୋତେ ଏଠିକି ପଠେଇ ଦେଇଥିଲା। ବୟସ ହେଇଯାଇଥିଲା ବୋଲି ମାଆ କହିଲା, ଏବେ ତୁ ଫିଟ୍ ଅଛୁ, ଆଉ ସବୁ ଯେତେବେଳେ ଜାଣିଗଲୁଣୁ ଏବେ କାମରେ ଲାଗିଯା। ବାସ୍ ସେବେଠୁ ରାତି ହେଲେ ଅନେକ ମୋ ସହ ରାତି ରଙ୍ଗୀନ କରିବାକୁ ଚାଲି ଆସନ୍ତି। ଭଲ ଟଙ୍କା ମିଳେ, ଆଉ ଏଇଟା ଏବେ ଅଭ୍ୟାସରେ ପରିଣତ ହେଇଗଲାଣି। ହେଲେ ସବୁ ଝିଅଙ୍କ ଭଳି ମୋର ବି ଇଚ୍ଛା ଅଛି ମୁଁ କାହାକୁ ବାହା ହୁଅନ୍ତି, ମୁଁ ବି କାହା ପିଲାର ମାଆ ହୁଅନ୍ତି, ଆମର ବି ଗୋଟେ ହସ ଖୁସିର ସଂସାର ବି ହୁଅନ୍ତା। ହେଲେ ଆଉ ସେସବୁ ସମ୍ଭବ ନୁହେଁ ସମ୍ବିତ। କିଏ କହିଲା ସମ୍ଭବ ନୁହେଁ? ମୁଁ ଦେବି ତୁମକୁ ସିନ୍ଦୁର, ମୁଁ ଦେବି ତୁମକୁ ମୋ ସ୍ତ୍ରୀର ପରିଚୟ, ତୁମେ ମୋ ପିଲାର ମାଆ ହେବ ରିଙ୍କି। କାନ୍ଦି କାନ୍ଦି ପାଗଳ ଭଳି ଏମିତି ଅନେକ କଥା କହି ଚାଲିଥିଲା ସମ୍ବିତ। ହେଲେ ମୁଁ କେବେ ବି ସମ୍ବିତ ସହ ସଂସାର କରିବା ସମ୍ଭବ ନଥିଲା। ରାତି ପାହି ଆସିଥିଲା, ଆଉ ସମ୍ବିତ ଆଖିରୁ ଲୁହ ପୋଛି ତାକୁ ବୁଝେଇ ଦେଇ ବିଦା କରିଦେଇଥିଲି। ଭାଇ କ'ଣ ଭୁଲ କରିଛି ଭାଇ? ରିଙ୍କି, ମୁଁ ନିଜେ ବି ଜାଣିନି ତମେ ଭୁଲ କଲ କି ଠିକ୍ କଲ। ନା ତମ ଏ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି। କାହାଣୀ ତ ଲେଖିବି, ହେଲେ କାହାଣୀ କାହାକୁ ସତ ଲାଗିବ ମୋତେ ତ ଜଣା ନାହିଁ। କାହିଁକିନା ଏମିତି ଘଟଣା କେବଳ ଆମେ ଅପେରା, ସିନେମା ଆଉ କାହାଣୀରେ ଶୁଣିଥାଉ। ଏମିତି ସତରେ କାହା ଜୀବନରେ ଘଟିଥିବ ହୁଏତ କେହି ବିଶ୍ୱାସ କରିବେନି, କିନ୍ତୁ କିଏ ବିଶ୍ୱାସ କରୁ କି ନ କରୁ, ରିଙ୍କି ମୁଁ ଏ କାହାଣୀଟା ନିଶ୍ଚୟ ଲେଖିବି। ମୁଁ ଜାଣିନି ଆପଣମାନେ ଏ କାହାଣୀକୁ କେତେ ସତ ଭାବିଛନ୍ତି, କିନ୍ତୁ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।